ପିଲାମାନେ ଆଜିର ଏ ଗପରେ ଆମେ ଶିଖିବା ଯେ ଗୋଟେ ଛୋଟ ପିଲାଟି କିଭଳି ଭାବରେ ବଡ଼ ହୋଇ ଦିନେ ଓଡ଼ିଆ ଜାତିର ମାନକୁ ରଖିଲା ସେ ବିଷୟରେ ଆମେ ଗପଟି ପଢ଼ିଲେ ଭଲ ଭାବରେ ଜାଣିପାରିବା। ତୁଳସୀ ଦୁଇ ପତ୍ରରୁ ବାସେ। ସତ୍ୟଭାମାପୁର ଗାଁରେ ଛୋଟ ପିଲାଟିଏ ଥିଲା। ସେ ଦିନେ ସ୍କୁଲକୁ ଯାଉଥିଲା। ସେଦିନ ବର୍ଷାରେ ରାସ୍ତାଘାଟ କାଦୁଅ ହୋଇଥାଏ। ତେଣୁ ପିଲାଟିର ଗୋଡ଼ ରାସ୍ତାରେ ଖସିଗଲା। ତାର ଜାମା ପ୍ୟାଣ୍ଟ କାଦୁଅ ହୋଇଗଲା। ତାପରେ ଦଶହରା ଛୁଟି ହେଲା। ପିଲାଟି ଗାଁର ସମସ୍ତ ପିଲାଙ୍କୁ ଏକାଠି କରି ବାଲି ଗୋଡ଼ି ଗାଁ ଦାଣ୍ଡରେ ପକାଇ ଏପରି ରାସ୍ତାଟିକୁ ସମାନ କଲା ଯେପରି ବର୍ଷାରେ ଗାଁ ଦାଣ୍ଡ କାଦୁଅ ହେବନି। କେହି ପିଲା ତାପରେ ସ୍କୁଲକୁ ଗଲାବେଳେ ପଡ଼ିଯିବେନି। ସ୍କୁଲ ଖୋଲିଲା ପରେ ଗାଁ ଲୋକେ ଓ ସ୍କୁଲ ଶିକ୍ଷକ ଗାଁର ସମସ୍ତ ପିଲାଙ୍କୁ ସାବାସ କହିଲେ। ସବୁ ପିଲାଙ୍କୁ ଏକଜୁଟ କରି ଗାଁ ରାସ୍ତାକୁ ସେଦିନ ସମତୁଲ କରିଥିବା ସେହି ପିଲାଟି ହେଉଛନ୍ତି ଆମ ଓଡ଼ିଶାର ମଧୁବାବୁ। ସେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଥିଲେ। ତାଙ୍କର ଭଲ ଗୁଣ ସବୁ ପିଲାଦିନରୁ ଜଣାପଡ଼ିଲା। ତେଣୁ ଲୋକେ କହନ୍ତି ତୁଳସୀ ଦୁଇ ପତ୍ରରୁ ବାସେ। ପିଲାମାନେ ବୁଝିପାରିଲ ନା ବୁଝିପାରିଲନି? ଛୋଟବେଳୁ ତାର ଗୁଣଟିକୁ ସେ ପରିସ୍ଫୁଟିତ କରିଥିଲା ଲୋକଲୋଚନରେ। ଲୋକମାନେ ଜାଣିପାରୁଥିଲେ ଯେ ଏ ବଡ଼ ହେଲେ କିଛି ଭଲ କାମଟିଏ କରିବ। ସେ କ'ଣ ହେଲା ନା ବଡ଼ ହେଇସାରିବା ପରେ ସେ ଓଡ଼ିଶାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାମ କରୁଥିଲେ। ତ ଏ ଗପଟି ଜାଣିପାରିଲ। ଦେଖିବା ପ୍ରଶ୍ନର ଉତ୍ତର ଦେଇପାରୁଛ ନା ନାହିଁ କହିଲ ଦେଖି। ଛୋଟ ପିଲାଟିର ଘର କେଉଁ ଗାଁରେ ଥିଲା? ଛୋଟ ପିଲାଟିର ଘର ଥିଲା କେଉଁଠି? ନା ସତ୍ୟଭାମାପୁର ଗାଁରେ ଛୋଟ ପିଲାଟିର ଘର ଥିଲା। ପିଲାଟିର ଜାମା ପ୍ୟାଣ୍ଟ କିପରି କାଦୁଅ ହୋଇଗଲା? ନା ବର୍ଷା ହେଇଥିଲା। ବର୍ଷା ହେଇଥିବାରୁ ତା ଜାମା ପ୍ୟାଣ୍ଟ ସେ ପଡ଼ିଗଲା। ସେଠି ଜାମା ପ୍ୟାଣ୍ଟଟା କାଦୁଅ ହୋଇଗଲା। ଦଶହରା ଛୁଟିରେ ପିଲାଟି କ'ଣ କଲା? ନା ସମସ୍ତ ଛୋଟ ଛୋଟ ପିଲାଙ୍କୁ ଏକାଠି କରି ଗାଁ ଦାଣ୍ଡକୁ ଗୋଡ଼ି ବାଲି ପକାଇ ସମତୁଲ କରିଦେଲା। ଯେମିତିକି ଆଗକୁ ବର୍ଷା ହେଲେ ତା ଭଳି କେଉଁମାନେ ବି ଏ ବର୍ଷାରେ ତଳେ ପଡ଼ି କାଦୁଅ ହେବେ ନାହିଁ। ସେ ଛୋଟ ପିଲାଟି କିଏ? ସେ ଛୋଟ ପିଲାଟି ହେଉଛନ୍ତି ମଧୁବାବୁ। ସେ ଆମ ଓଡ଼ିଶାର ଉନ୍ନତି ପାଇଁ କାମ କରୁଥିଲେ। ବୁଝିପାରିଲ ନାହିଁ ପିଲାମାନେ? ତ ବର୍ତ୍ତମାନ ଏଠି ଆମେ କାର୍ଯ୍ୟଫର୍ଦ୍ଦକୁ ଆଲୋଚନା କରିବା। ଦେଖ କାର୍ଯ୍ୟଫର୍ଦ୍ଦ 4 କ'ଣ କହୁଛି? ନା ଆସ ଚିତ୍ର ଦେଖି ଆମ ଦେଶ ଭାରତର ବିଭିନ୍ନ ଜାଗା ପ୍ରଦେଶ ବିଷୟରେ ଜାଣିବା ଓ ତଳେ ଦିଆଯାଇଥିବା କେତେକ ଜାଗାର ନାମ ପଢ଼ିବା। ଯେମିତି ଦେଖ ପ୍ରଥମ ହେଉଛି କ'ଣ? ନା ପଶ୍ଚିମବଙ୍ଗ ହେଲା। ପ୍ରଥମ ହେଉଛି ପଶ୍ଚିମବଙ୍ଗ, ତାପରେ ହେଉଛି ଆସାମ, ଓଡ଼ିଶା, ମଣିପୁର, ମହାରାଷ୍ଟ୍ର, ଗୋଆ, ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଲଦାଖ, କାଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ। ଇଏ ହେଉଛି କ'ଣ? ଆମ ଦେଶର ବିଭିନ୍ନ ପ୍ରକାର ପ୍ରଦେଶର ସବୁ ନାମ, ଜାଗାର ନାମ ହେଲା। ବୁଝିପାରିଲ ନା ବୁଝିପାରିଲନି? ତାପରେ ଦେଖ ତାପରେ କହୁଛି ଆମ ଦେଶର ଭିନ୍ନ ଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ପୋଷାକ। ଆସ ଉପର ଚିତ୍ର ଦେଖିବା। ବାପା ମାଆଙ୍କୁ ପଚାରି ଭାରତର ରାଜ୍ୟ ଗୁଡ଼ିକ ବିଷୟରେ ଜାଣିବା ଓ ନାମ ଲେଖିବା। ଯେମିତିକି ଦେଖ ଏଠି ଆମେ ଯେଉଁ ଚିତ୍ର ଦେଖିଲେ ବିଭିନ୍ନ ପ୍ରଦେଶରେ ବିଭିନ୍ନ ରାଜ୍ୟରେ ଲୋକମାନେ ବିଭିନ୍ନ ପ୍ରକାର ପୋଷାକ ପରିଧାନ କରନ୍ତି, ମାନେ ପିନ୍ଧିଥାନ୍ତି। ସେଗୁଡ଼ାକୁ ସବୁ କ'ଣ କରିବ? ନା ଘରେ ଯାଇ ପଚାରିବ ଏବଂ ତା ବିଷୟରେ ଅଧିକା ଜାଣିସାରିବା ପରେ ଏ ଫାଙ୍କା ସ୍ଥାନରେ ଲେଖିବ। ବୁଝିପାରିଲ ନା ବୁଝିପାରିଲନି? ଫର୍ଦ୍ଦ 5 କ'ଣ କହୁଛି ଦେଖ। ଆସ ଚିତ୍ର ଦେଖିବା, ଭାବିବା ଓ କହିବା। ଆସ ଆମ ରାଜ୍ୟ ବିଷୟରେ ପଢ଼ିବା ଓ ଜାଣିବା। ଆମ ରାଜ୍ୟ ହେଉଛି ପ୍ରାଚୀନ ମନ୍ଦିର କିଏ ଅଛି? ନା ଆମ ରାଜ୍ୟର ବିଭିନ୍ନ ପ୍ରକାର ପ୍ରାଚୀନ ମନ୍ଦିର ଅଛି। ସେ ତା ମଧ୍ୟରୁ ଜଗନ୍ନାଥ ମନ୍ଦିର ହେଉଛି ସବୁଠାରୁ ପ୍ରସିଦ୍ଧ। ସେ ଜଗନ୍ନାଥଙ୍କ ମନ୍ଦିର କେଉଁଠି ଅଛି? ନା ପୁରୀରେ ଅଛି। ଜଗନ୍ନାଥ ମନ୍ଦିର କେଉଁଠି? ପୁରୀରେ ଅଛି। କୋଣାର୍କ କେଉଁଠି ଅଛି? ସୂର୍ଯ୍ୟ ମନ୍ଦିର ହେଉଛି କୋଣାର୍କ ହେଲା। ଲିଙ୍ଗରାଜ ମନ୍ଦିର କେଉଁଠି ଅଛି? ନା ଭୁବନେଶ୍ୱରରେ ଅଛି। କେଉଁଠି ଅଛି? ନା ଭୁବନେଶ୍ୱରରେ ଅଛି। ମା ସମଲେଶ୍ୱରୀ ମନ୍ଦିର କେଉଁଠି ଅଛି? ନା ସମ୍ବଲପୁରରେ ଅଛି ହେଲା। ତାପରେ ମା ଚଣ୍ଡୀ ମନ୍ଦିର କେଉଁଠି ଅଛି? ନା କଟକରେ ଅଛି। ମା ଚଣ୍ଡୀ ମନ୍ଦିର କେଉଁଠି? କଟକରେ। ମା ବିରଜା ମନ୍ଦିର ଯାଜପୁର। ମା ତାରିଣୀ ମନ୍ଦିର କେନ୍ଦୁଝର ହେଲା। ତାପରେ ଆମ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ବିଭିନ୍ନ ପ୍ରକାର ଅଛି। ଆମ ଓଡ଼ିଶାରେ କ'ଣ କ'ଣ ସବୁ? ନା ଛେନାପୋଡ଼ ଆମର ପ୍ରସିଦ୍ଧ ଖାଦ୍ୟ ହେଉଛି ନୟାଗଡ଼। ତାପରେ ରସାବଳି ହେଉଛି କେନ୍ଦ୍ରାପଡ଼ାର ରସାବଳି ହେଉଛି ପ୍ରସିଦ୍ଧ ହେଲା। ଦହିବରା ହେଉଛି କଟକ। ତାପରେ ବିରିବରା ହେଉଛି ଢେଙ୍କାନାଳ। ପାଳୁଅ ଲଡ଼ୁ ହେଉଛି ଭଦ୍ରକ ହେଲା। ଗରମ ମୁଢ଼ି ହେଉଛି ବାରିପଦା ମୁଢ଼ି ମାଂସ ପାଇଁ ଫେମସ୍, ମାନେ ପ୍ରସିଦ୍ଧ। କୋରାଖଇ ହେଉଛି ଭୁବନେଶ୍ୱରରେ ପ୍ରସିଦ୍ଧ। ଆସ ଆମ ରାଜ୍ୟର ଓଡ଼ିଶା ବିଷୟରେ ଜାଣିବା। ଓଡ଼ିଶାର ପ୍ରାଚୀନ ମନ୍ଦିର ଓ ପ୍ରସିଦ୍ଧ ଖାଦ୍ୟ ବିଷୟରେ ବାପା ମାଆଙ୍କ ଠାରୁ ପଚାରି ବୁଝିବା, ତଳେ ଲେଖିବା। ଯେମିତିକି ପ୍ରାଚୀନ ମନ୍ଦିର ହେଉଛନ୍ତି କ'ଣ କ'ଣ ସବୁ ଆମେ ଦେଖିଲେ ଉପରେ? ପୁରୀ ମନ୍ଦିର, କୋଣାର୍କ, ଭୁବନେଶ୍ୱରରେ ଲିଙ୍ଗରାଜ, ସମଲେଶ୍ୱରୀ,
चंडी मंदिर बिरजा मंदिर एपटे कौन कर बाम पटे मंदिर नाम लिख डाण पटे प्रसिद्ध खाद्यर नाम लिख बुझिपाल ना बुझिपालनी तापर कार्यफर्द 6 कौन कौन देख कौच आस उदाहरण देखी अक्षर जोड़ा शब्द गढ़ा खाली जगार शब्द लिखा और पढ़ा जमीक दरे एकार दे युक्त तालवेश कौन हो देश से भाया र एक रा जरे झील फल यहाँ कौन जी राज्य ये सब थी दुईटी अक्षर तापर 3टी लेखा अक्षर ये कौन कर अक्षर को जोड़ी शब्द तैयार कर बुझिपाल बुझिपालनी तो यहाँ थी तुम विषय वस्तु तो नेक्स्ट क्लास गोटे नुआ विषय वस्तु स्टार्ट करवा धन्यवाद जय जगन्नाथ।